40 ବର୍ଷର ପୁଅଟାକୁ ନେଇକିରି ଲୋକମାନେ ନେଇକିରି କଳିକତା କରିକିରି ନେଇକିରି ଆଣିଦେଲେ। प्रकाश बेहरा मृत्यु हत्या ना दुर्घटना सन्देह घेर जीआरपी पुलिस तदंत प्रक्रिया। तेज सूचना मुताबक खोर्धा जिला टांगी थाना अंतर्गत रतनपुर पंचायत प्रकाश बेहरा गत मार्च मास 1 तारिख में स्थानीय नरहरी साही बजार निकट में सोरण अंचल एक निर्दिष्ट संप्रदायर जड़े युवकों सहित गाड़ी धक्का को नहीं बचसा होता। तेरे घटनास्थल में 20 रु ऊर्ध्व युवक एकाठी होई माड़ मारिबा सहित प्रकाशों गाड़ी को छड़ाई रखिथिले। तापर दिन 30 रु ऊर्ध्व युवक प्रकाश बेहरा घर निकटक आसी जीवन मारिदेवा धमक देवा सह गालीगुलज भी करथिले। अत्यंत भयभीत अवस्था थिले प्रकाशों परिवार। परदिन कुहुड़ी रेल स्टेशन निकट में रेल धारणार प्रकाशों मृत शरीर ठाब करा जायथिला। अत्यंत सन्देहजनक अवस्था पड़िथिबा मृत शरीर को जीआरपी पुलिस जबत करी व्यभिच्छेद पई पठाइथिला। परे एहाको एक दुर्घटना कही अपमृत्यु मामला रुजु करी निजर कर्तव्य सारी देइथिला जीआरपी पुलिस। तेबे घटना को 4 मास बीती जाइथिले मध्य ए पर्यंत प्रकाश को परिवार को न्याय मिलिला नहीं। तेबे एठारे प्रश्न उठुछि प्रकाशों माँ देइथिबा इतलारे पूर्व घटना विषय में लिखा जाइथिबा बेले यह दुर्घटना नुहे बरं हत्या बोली अभियोग करथिले भी जीआरपी पुलिस गंडगोल में संपृक्त थिबा युवक माननकु तदंत परिसर को ननेबा एवं तदंत प्रक्रिया उपरे प्रश्नवाची सृष्टि करिछि। तेबे घरर एकमात्र रोजगारिया व्यक्तिंकर मृत्यु हेबा परे अनाथ नाती नातुणी को धरी अति कष्ट जीवन यापन करुछंती बुढ़ी जेजेमा। 40 वर्षर पुअटाको नेइकिरि लोकମାନେ नेइकिरि कलिकता करिकिरि नेइकिरि आनिदेले। ମୁଁ ଏତେ ଖୋଜିଲି ପାଇଲିନି କିଛି ନାହିଁ। ତିନି ଦିନରେ ନବାଲିରୁ ଦେଖିକିରି ପୋଷ୍ଟମର୍ଟମ ହେବାକୁ ଯାଇଛି ବୋଲି କହିଲେ ବୋଲି ମୁଁ ଖୋଜି ଖୋଜିକି ଗଲି। ମୋତେ କହିଲେ 15,000 ଟଙ୍କା ଦିଅ। ମୁଁ କହିଲି 15 ପଇସା ନାହିଁ, ମୁଁ 15,000 ଟଙ୍କା କୋଉଠୁ ଆଜ୍ଞା ଦେବି? ଆମେ ସେ କଥା ବୁଝିବୁନୁ। ମୁଁ କେତେ ଗୋଡ଼ ହାତ ଧୋଇଲି ସନ୍ଧ୍ୟା, ମୋ କଥାକୁ ବୁଝିଲେନି। ଆମର ଜଣେ ବଡ଼ ଝିଅ ଥିଲା, ସେ କହିଲା ହଉ ସେ କଥା ମୁଁ ବୁଝିବି। ସେଠୁ ବୁଝାବୁଝି କରିବାରୁ କହିଲେ ତମେ କିସ୍ ନେଉଛ ନା ନିଅ। ମୁଁ ଧରିକି ଆସିଲି, ମୁଁ ଫାଣ୍ଡିକିରି ଗଲି। ଫାଣ୍ଡି ଆଜ୍ଞା କହିଲି ଆଜ୍ଞା ମୋ ପୁଅକୁ କୁଆଡ଼େ ସେଠି ଦେଖିଲା ମୁଁ ପାଉନଥିଲି ଆଜ୍ଞା, ସେଇ ସକାଶୁ ଟିକେ ବୁଝନ୍ତୁ ମୋ କଥା ଟିକେ ଆଜ୍ଞା। ଫାଣ୍ଡି ବାଲାଟା ହେଇଗଲା, କହିଲା ଆମେ କିଛି ବୁଝିବୁନୁ, ସେ ରେଲୱେ ନେଇଛି, ସେ ରେଲୱେ ସେ କଥା ବୁଝିବ, ତମେ ନା ନିଅ ଜାଣେଇ ଦିଅ, ଆମେ ସେ କଥା ବୁଝୁ। ଆଜ୍ଞା ଏମିତି କହିଲେ ମୁଁ ଧରିକି ଆସିଲି। କେତେ ଦିନ ଯିବାରେ ନେଇକିରି ଗଲି ଫାଡ଼ି ଦେବାକୁ, ଯେ ଥାନା ବାଲା ଫାଣ୍ଡି ବାଲା ରଖିଲାନି, ନାହିଁଗଲା। କହିଲା ଆମେ ସେଥିରେ କ'ଣ କରିବୁ, ରେଲୱେ ନେଇଛି, ରେଲୱେ ସେ କଥା ବୁଝିବ। ଆଜ୍ଞା ସେଇଟା ଝୁଅ, ସେଇଟା ପୁଅ, ବୁଢ଼ୀ ଲୋକ, ରାଣ୍ଡ ଲୋକ, ମୁଁ କେମିତି ଦୁନିଆରେ ଚଳିବି କରିବିଲି? ମୁଁ ଚାରିଦିଗ ବସିକି ବାଟୁଛି। ମୁଁ ଆଉ ଏଦିନକୁ କ'ଣ ଉପାୟ କରିବି, କ'ଣ କାମପତ୍ର କରିବି ଆଜ୍ଞା? ମୋ କଥା କେହି ବୁଝିଲେନି। ସମସ୍ତେ କହିଲେ ବୁଝିବି ବୁଝିବି, ମୋର କେହି ନାହିଁ, ଆଗକୁ ନାହିଁ କି ପଛକୁ ନାହିଁ। ଆଜ୍ଞା ମୁସଲମାନ ଲୋକ ଆସିକିରି ଗଣ୍ଡଗୋଳ କରି ମୋ ପୁଅର ଗାଡ଼ି ଛଡ଼େଇକି ରଖିଥିଲେ, ଡାକିକିରି ଗାଡ଼ି ଦେଲେ। ମୁଁ ଆଉ ଜାଣିପାରିଲିନି ଆଜ୍ଞା କ'ଣ ହେଲା କ'ଣ ନାହିଁ। ଶନିବାର ଦିନ ଗାଡ଼ି ଦେଲେ, ରବିବାର ଦିନ ମୋ ପୁଅକୁ ଶୁଣିଲି 11ଟା ବେଳକୁ ଏଇଠି ମରିଯାଇଛି ହେଲେ ଯେ ମୁଁ ଧରିକି ସେଠୁ ଆସିଲେ। ଆଗରୁ କିଛି ଝଗଡ଼ା ହେଇଥିଲେ? ନାଇଁ ଆଜ୍ଞା ସେଇଦିନ ଝଗଡ଼ା ହେଇଥିଲା। ଶୁକ୍ରବାର ଦିନ କ'ଣ ଟିକେ ଯାଉଥିଲା ଜଣକୁ ନେଇକିରି, ତା ଗାଡ଼ିରେ କ'ଣ ବାଜିଲା କି ନ ବାଜିଲା, ସେ ମୁସଲମାନ ଲୋକ ଗାଲେ ଗାଡ଼ିଟା ରଖିଦିଏ। ସେ ଗାଡ଼ିଟାକୁ ଥୋଇ ଦେଇକି ଆସି ମୋତେ କହିଲା ଚା ମା କେସ୍ କରିବାକୁ ଯିବା। ମୁଁ କହିଲି ଆରେ କ'ଣ କେସ୍ କରିବୁ, କ'ଣ କହୁନୁ କରୁନୁ, ଏଇ ସକାଶୁ କହିକି। କେତେ ଜଣ ଆସିଥିଲେ? ଆସିଥିଲେ 20-30 ଲୋକ ଆସିଥିଲେ। ଆସିଲା ବେଳକୁ ମୁଁ ଗଲା ବେଳକୁ କିଏ କହୁଛି ମାର, କିଏ କହୁଛି ଧର, ଭଲ ମନ୍ଦ କରୁଛନ୍ତି କହିକି ତ ମୋ ପୁଅକୁ କୁଆଡ଼େ ନେଇଗଲେ ମୁଁ ଜାଣିଲିନି ଗଲିନି। ମୁଁ ଆଉ ଥରେ ଶୁଣିଲା ବେଳକୁ ତମ ପୁଅ ପଡ଼ିଛି କହି 3 ଦିନରେ ଶୁଣିଲା। ମୁଁ କେତେବେଳେ ଜାଣିନି ଗାଡ଼ି ନେଇ। ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇ ପ୍ରକାଶଙ୍କ ପରିବାରକୁ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ଦ କୁହୁଡ଼ି।